ଆଜ୍ଞା ଏଥର ରାଜ୍ୟସଭା ନିର୍ବାଚନଟା ଏ ବ୍ଲକ ଅଧ୍ୟକ୍ଷ ନିର୍ବାଚନଠୁ ବଳିଗଲା। ଅବଶ୍ୟ ହେବା ବି ସ୍ୱାଭାବିକ। ବିଜେପି ବିଧାୟକମାନେ ଦେଖିଲେ ମାଗଣାରେ ଦିଲ୍ଲୀପ ରାୟ କାହିଁ ଖାଲିରେ ଭୋଟ ଦେବା, କିଛି ଗିଫ୍ଟ ପାଇବା, ହୋଟେଲରେ ଭଲ କି ଖିଆପିଆ କରିବା, ଗୋଟା ମସ୍ତି କରିବା, ଏନ୍ଜୟ କରିବା। ସେପଟେ ଡାକ୍ତର ଦସ୍ତେଶ୍ୱର ହୋତା ମଧ୍ୟ କିଛି ଟଙ୍କା ରଖିଛନ୍ତି। ସନ୍ତୃପ୍ତ ମିଶ୍ରଙ୍କ ପାଖରେ 600 କୋଟି ଟଙ୍କା ଅଛି। ତେଣୁ ଭକ୍ତବାବୁ ଦେଖିଲେ ଆମ କଂଗ୍ରେସ ବିଧାୟକମାନେ ଶୁଖିଲାରେ କାହିଁକି ବସିବେ, ତେଣୁ କିଛି ନହେଲେ ବାଙ୍ଗାଲୋର ବୁଲେଇ ଆଣିଲେ କିଛି ଛୋଟ ମୋଟ ଗିଫ୍ଟ ନିଶ୍ଚିତ ଭାବରେ ତାଙ୍କୁ ମିଳିବ। କାହିଁକିନା ଏତେ ବାଟ ଯାଇଛନ୍ତି ମାନେ ଆଉ ମାଗଣାରେ କେହି ଭୋଟ ଦେବେନି, ନା ବିଜେପି ବିଧାୟକ ନା କଂଗ୍ରେସ ବିଧାୟକ। ବିଜେଡ଼ି ବିଧାୟକଙ୍କୁ ନବୀନ ବାବୁ କେମିତି ବୁଝେଇଥିବେ ସେ କଥା ତ ଆମକୁ ଜଣା ନାହିଁ। ତେବେ ଯାହା ହେଉ ବହୁତ ବଢ଼ିଆ କାମ କରିଛନ୍ତି ଯେ ଯେହେତୁ ବିଧାୟକମାନେ ଏତେ ଟଙ୍କା ଖର୍ଚ୍ଚ କରିକି ଆଜ୍ଞା ନିର୍ବାଚିତ ହେଇଛନ୍ତି, ଆଜି ଯେତେବେଳେ ତାଙ୍କର ଭୋଟ ଦେବାର ବେଳ ଆସିଯାଇଛି କିଛି ତ ଖର୍ଚ୍ଚ ପାଣି ନେବେ। ଚାଲୁ ଚାଲୁ ଆଜ୍ଞା, ଏମିତି ସଂସ୍ଥା ଚାଲୁ।